ପିତୃପୁରୁଷଙ୍କ ଫଟୋ କେଉଁ ଦିଗରେ ରଖିଲେ ବଢ଼ି ଚାଲେ ଧନ? ଜାଣନ୍ତୁ ଘରେ ପିତୃପୁରୁଷଙ୍କ ଫଟୋ କେଉଁଠି ଲଗାଇବା ଉଚିତ ଏବଂ ଅନୁଚିତ। ଜୀବନରେ ଜାଣତରେ କିମ୍ବା ଅଜାଣତରେ ମଣିଷ ଦ୍ୱାରା କିଛି ଏମିତି ଭୁଲ ହୋଇଯାଏ ଯାହାର କୁପ୍ରଭାବ ତାଙ୍କ ନିଜ ଜୀବନ ସହ ଘର ପରିବାର ଉପରେ ମଧ୍ୟ ପଡ଼ିଥାଏ। ବାସ୍ତୁଶାସ୍ତ୍ରରେ ଘରର ପ୍ରତ୍ୟେକ ବସ୍ତୁ ରଖିବା ପାଇଁ ଏକ ନିର୍ଦ୍ଧାରିତ ସ୍ଥାନ ରହିଛି। ହେଲେ ଅନେକ ଲୋକ ସେସବୁ ନ ଜାଣି ମନ ଇଚ୍ଛା ଘର ସଜେଇ ଦେଇଥାନ୍ତି। ଫଳରେ ଆମ ଜୀବନରେ ଏହାର ଖୁବ୍ ଖରାପ ପ୍ରଭାବ ପଡ଼ିଥାଏ। ଶାସ୍ତ୍ର ସ୍ଥାନରେ ସଜେଇ ରଖାଯାଏ। ଶାସ୍ତ୍ର ଅନୁସାରେ ଯଦି ଘରର ସବୁ ଜିନିଷପତ୍ର ଉଚିତ ସ୍ଥାନରେ ସଜେଇ ରଖାଯାଏ ତେବେ ଘର ପରିବାରର ମଙ୍ଗଳ ହେବା ସହ ଘରେ ସୁଖ ଶାନ୍ତି ଓ ସ୍ନେହ ଶ୍ରଦ୍ଧା ମଧ୍ୟ ରହିଥାଏ। ପ୍ରତ୍ୟେକଙ୍କ ଘରେ ପିତୃପୁରୁଷଙ୍କ ଫଟୋ ଥାଏ। ପିତୃପୁରୁଷଙ୍କ ଫଟୋ ରଖିବା ଦ୍ୱାରା ତାଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରେ ଲଗାଇବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ତେଣୁ ଚାଲନ୍ତୁ ଜାଣିବା ପିତୃପୁରୁଷଙ୍କ ଫଟୋ ଘରର କେଉଁଠି ଲଗାଇବା ଉଚିତ ଏବଂ କେଉଁଠି ଲଗାଇବା ଅନୁଚିତ। ଆପଣ ଯଦି ଘରର ଈଶାନ କୋଣରେ ପୂଜାପାଠ କରୁଛନ୍ତି ତେବେ ପିତୃପୁରୁଷଙ୍କ ଫଟୋ ପୂର୍ବ ଦିଗରେ ରଖିବା ଉଚିତ। ଯଦି ପୂର୍ବ ଦିଗରେ ପୂଜାପାଠ କରୁଛନ୍ତି ତେବେ ପିତୃଙ୍କ ଫଟୋ ଈଶାନ କୋଣରେ ଲଗାନ୍ତୁ। ଘରର ଯେକୌଣସି କୋଠରୀରେ ପିତୃପୁରୁଷଙ୍କ ଫଟୋ ଲଗାଇବାକୁ ଚାହୁଁଥିଲେ ଏହାକୁ କୋଠରୀର ଉତ୍ତର ଦିଗରେ ଲଗାଇ ପାରିବେ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ପିତୃପୁରୁଷଙ୍କ ଫଟୋ ରଖିବା ଶୁଭ ହୋଇନଥାଏ। ଏହାଦ୍ୱାରା ଘରର ଅମଙ୍ଗଳ ହେବା ସହ ଧନହାନି ଏବଂ କଳହ ଦେଖା ଦେଇଥାଏ। ଏହାଛଡ଼ା ଘରର ମଧ୍ୟ ସ୍ଥାନରେ କେବେ ବି ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ବହୁତ ଅମଙ୍ଗଳ ହୋଇଥାଏ ଏବଂ ଘରେ ସବୁବେଳେ ସମସ୍ୟା ଲାଗି ରହିଥାଏ। ପିତୃପୁରୁଷଙ୍କ ଫଟୋ ଉଚିତ ଦିଗରେ ଲଗାଇବା ଦ୍ୱାରା ଘରକୁ ପ୍ରଚୁର ଧନ ସମ୍ପତ୍ତିର ଆଗମନ ହେବା ସହ ସୁଖ ଶାନ୍ତି ବଜାୟ ରୁହେ।